ଆଜିଠାରୁ ନୂତନ ବର୍ଷ ଆରମ୍ଭ ହେଉଛି ଏବଂ ଏହା ସହିତ କିଛି ପରିବର୍ତ୍ତନ ମଧ୍ୟ କାର୍ଯ୍ୟକାରୀ ହେଉଛି। ଏଥିରେ ଏଲ୍‌ପିଜି ସିଲିଣ୍ଡର ଗ୍ୟାସ୍ ମୂଲ୍ୟରେ ପରିବର୍ତ୍ତନ, ଅଷ୍ଟମ ବେତନ କମିଶନ କାର୍ଯ୍ୟକାରୀ ଏବଂ ପ୍ୟାନ୍ ଆଧାର ଲିଙ୍କ୍ ଶେଷ ତାରିଖର ସମାପ୍ତି ଅନ୍ତର୍ଭୁକ୍ତ। ଆସନ୍ତୁ ଆପଣଙ୍କୁ କହିବା ଯେ ଜାନୁଆରୀ 1ରୁ କେଉଁ ନିୟମ ପରିବର୍ତ୍ତନ ହେଉଛି, ଯାହା ଆପଣଙ୍କ ପକେଟ୍ ଉପରେ ସିଧାସଳଖ ପ୍ରଭାବ ପକାଇବ। 1 ନମ୍ବର, ଏଲ୍‌ପିଜି ସିଲିଣ୍ଡର ହେଲା ମହଙ୍ଗା। ନୂତନ ବର୍ଷ ଇନ୍ଧନ ମୂଲ୍ୟ ବୃଦ୍ଧି ସହିତ ଆରମ୍ଭ ହେଉଛି। କାରଣ ସରକାର 19 କିଲୋଗ୍ରାମ ବାଣିଜ୍ୟିକ ଏଲ୍‌ପିଜି ସିଲିଣ୍ଡରର ମୂଲ୍ୟ 1 ଜାନୁଆରୀରୁ 111 ଟଙ୍କା ବୃଦ୍ଧି କରିଛନ୍ତି। ଏହି ବୃଦ୍ଧି ଦେଶବ୍ୟାପୀ ହୋଟେଲ, ରେଷ୍ଟୁରାଣ୍ଟ ଏବଂ ଛୋଟ ବ୍ୟବସାୟଗୁଡ଼ିକର ପରିଚାଳନା ଖର୍ଚ୍ଚ ବୃଦ୍ଧି କରିବ ବୋଲି ଆଶା କରାଯାଉଛି। ଏହି ପରିବର୍ତ୍ତନ ପରେ ଦିଲ୍ଲୀରେ 19 କିଲୋଗ୍ରାମ ବାଣିଜ୍ୟିକ ଏଲ୍‌ପିଜି ସିଲିଣ୍ଡରର ମୂଲ୍ୟ ଏବେ 1,691 ଟଙ୍କା 50 ପଇସା, ଯାହା ପୂର୍ବରୁ 1,580 ଟଙ୍କା 50 ପଇସା ଥିଲା। କୋଲକାତାରେ ମୂଲ୍ୟ 1,684ରୁ ବୃଦ୍ଧି ପାଇ 1,795 ହେଉଛି, ଯେତେବେଳେ ମୁମ୍ବାଇରେ ମୂଲ୍ୟ 1,531ରୁ ବୃଦ୍ଧି ପାଇ 1,642 ଟଙ୍କା 50 ପଇସା ହେଉଛି। 14 କିଲୋଗ୍ରାମର ଘରୋଇ ଏଲ୍‌ପିଜି ସିଲିଣ୍ଡରର ମୂଲ୍ୟ ଅପରିବର୍ତ୍ତିତ ରହିଛି, ଯାହା ଘରୋଇ ଗ୍ରାହକମାନଙ୍କୁ କିଛି ଆଶ୍ୱସ୍ତି ପ୍ରଦାନ କରୁଛି। ଘରୋଇ ରନ୍ଧନ ଗ୍ୟାସ୍‌ର ମୂଲ୍ୟ ସମସ୍ତ ସହରରେ ଅପରିବର୍ତ୍ତିତ ରହିଛି, ଯାହା 850ରୁ 960 ମଧ୍ୟରେ ରହିଛି। 2 ନମ୍ବର, ପିଏନ୍‌ଜି ମୂଲ୍ୟ ହ୍ରାସ ପାଇଛି। ବାଣିଜ୍ୟିକ ଏଲ୍‌ପିଜି ମୂଲ୍ୟ ବୃଦ୍ଧି ସତ୍ତ୍ୱେ ପରିବାରଗୁଡ଼ିକୁ କିଛି ଆଶ୍ୱସ୍ତି ମିଳିଛି। ଇନ୍ଦ୍ରପ୍ରସ୍ଥ ଗ୍ୟାସ୍ ଲିମିଟେଡ୍ ଦିଲ୍ଲୀ ଏବଂ ଜାତୀୟ ରାଜଧାନୀ ଅଞ୍ଚଳରେ ଘରୋଇ ପାଇପ ପ୍ରାକୃତିକ ଗ୍ୟାସ୍ ମୂଲ୍ୟ ହ୍ରାସ ଘୋଷଣା କରିଛି। 3 ନମ୍ବର, ପ୍ୟାନ୍ ଏବଂ ଆଧାର ଲିଙ୍କ୍ କରିବାର ଶେଷ ତାରିଖ ଶେଷ ହୋଇଯାଇଛି। କାମ ସ୍ଥଗିତ ହୋଇପାରେ। ପ୍ୟାନ୍ ଏବଂ ଆଧାର ଲିଙ୍କ୍ କରିବାର ଶେଷ ତାରିଖ ଡିସେମ୍ବର 31 ଥିଲା। ଯଦି ଆପଣ ଏହି ଶେଷ ତାରିଖ ହାତଛଡ଼ା କରନ୍ତି, ତେବେ ଆଜିଠାରୁ ଆପଣଙ୍କର ଅନେକ ଆର୍ଥିକ କାର୍ଯ୍ୟ ସ୍ଥଗିତ ହୋଇପାରେ। ଆପଣଙ୍କର ପ୍ୟାନ୍ କାର୍ଡକୁ ନିଷ୍କ୍ରିୟ ବୋଲି ବିବେଚନା କରାଯିବ, ଯାହା ସିଧାସଳଖ ଟିକସ ଦାଖଲ, ରିଫଣ୍ଡ, ବ୍ୟାଙ୍କ କାରବାର ଏବଂ ସରକାରୀ ଯୋଜନାକୁ ପ୍ରଭାବିତ କରିବ। ଅଷ୍ଟମ ବେତନ କମିଶନ ଆଜି ଜାନୁଆରୀ 1, 2026ରୁ କାର୍ଯ୍ୟକାରୀ ହେଉଛି। ଯଦିଓ ଏହା ତୁରନ୍ତ ଆପଣଙ୍କ ଦରମାରେ ପ୍ରତିଫଳିତ ହେବ ନାହିଁ, ଅଷ୍ଟମ ବେତନ କମିଶନ ଅନୁମୋଦନ ହେବା ପରେ 50 ଲକ୍ଷ କର୍ମଚାରୀ ଏବଂ 6,09,000 ପେନ୍‌ସନ୍‌ଭୋଗୀ ଏଥିରୁ ଲାଭ ପାଇବେ। ଡିଏ, ଏଚ୍‌ଆର୍‌ଏ ଏବଂ ପେନ୍‌ସନ୍‌ରେ ସମ୍ଭାବ୍ୟ ବୃଦ୍ଧି ସହିତ ମୌଳିକ ଦରମା 20ରୁ 35% ବୃଦ୍ଧି ପାଇବାର ସମ୍ଭାବନା ରହିଛି। 5 ନମ୍ବର, ହ୍ୱାଟ୍ସଆପ୍ ଏବଂ ଇନ୍‌ଷ୍ଟାଗ୍ରାମ ନିୟମରେ ପରିବର୍ତ୍ତନ। ମେସେଜିଂ ଆପ୍ ବ୍ୟବହାର କରିବା ପାଇଁ ଆପଣଙ୍କୁ ଏପରି ଏକ ଫୋନ୍ ନମ୍ବର ବ୍ୟବହାର କରିବାକୁ ପଡ଼ିବ, ଯାହା ଅତି କମ୍‌ରେ 90 ଦିନ ପାଇଁ ସକ୍ରିୟ ଅଛି। ୱେବ୍ ସଂସ୍କରଣ ପ୍ରତି 6 ମାସରେ ଅଟୋମେଟିକ୍ ଭାବରେ ଲଗ୍ ଆଉଟ୍ ହୋଇଯିବ। ନକଲି ଆକାଉଣ୍ଟ ଏବଂ ଅନ୍‌ଲାଇନ୍ ଠକେଇକୁ ରୋକିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। 6 ନମ୍ବର, ଚାଷୀ ଆଇଡି ଆବଶ୍ୟକ, ଯାହାକୁ ଆମେ ଫାର୍ମର ଆଇଡି ବୋଲି କହିଥାଉ। ଆଜିଠାରୁ ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ଲାଭ ପାଇବା ପାଇଁ ଉତ୍ତରପ୍ରଦେଶ, ବିହାର ଏବଂ ମଧ୍ୟପ୍ରଦେଶ ଭଳି ଅନେକ ରାଜ୍ୟରେ ଏକ ଚାଷୀ ଆଇଡି ବାଧ୍ୟତାମୂଳକ ହୋଇଯାଇଛି। ଚାଷୀ ଆଇଡି ବିନା ଆପଣ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅଧୀନରେ 6,000 ଲାଭ ପାଇପାରିବେ ନାହିଁ। 7 ନମ୍ବର, ବ୍ୟାଙ୍କ ଏବଂ ଏଫ୍‌ଡି ହାର ପରିବର୍ତ୍ତନ ହୋଇଛି। ଏସ୍‌ବିଆଇ ଠାରୁ ଏଚ୍‌ଡିଏଫ୍‌ସି, ପିଏନ୍‌ବି ପର୍ଯ୍ୟନ୍ତ ପ୍ରାୟ ସମସ୍ତ ବ୍ୟାଙ୍କ ସେମାନଙ୍କର ଏଫ୍‌ଡି ସୁଧ ହାର ସଂଶୋଧନ କରିଛନ୍ତି। ତେଣୁ ଯଦି ଆପଣ ଏଫ୍‌ଡିରେ ନିବେଶ କରୁଛନ୍ତି, ତେବେ ନୂତନ ସୁଧ ହାର ଯାଞ୍ଚ କରନ୍ତୁ। 8 ନମ୍ବର, କ୍ରେଡିଟ୍ ସ୍କୋର ଏବେ ପ୍ରତ୍ୟେକ ସପ୍ତାହରେ ଅପଡେଟ୍ ହେବ। ଜାନୁଆରୀ 1 ଠାରୁ ଆପଣଙ୍କ କ୍ରେଡିଟ୍ ସ୍କୋର ପ୍ରତି 7 ଦିନରେ ଅପଡେଟ୍ ହେବ। ଯଦି ଆପଣ ସମୟ ମଧ୍ୟରେ ଆପଣଙ୍କ ଇଏମ୍ଆଇ ପଇଠ କରନ୍ତି, ତେବେ ଆପଣ ନିଶ୍ଚିତ ଭାବରେ ଏଥିରୁ ଲାଭ ପାଇବେ। 9 ନମ୍ବର, ପେଟ୍ରୋଲ ଡିଜେଲ ମୂଲ୍ୟ। ପେଟ୍ରୋଲ, ଡିଜେଲ ଏବଂ ବିମାନ ଇନ୍ଧନ ପାଇଁ ନୂତନ ମୂଲ୍ୟ ଆଜି ପ୍ରକାଶିତ ହେଉଛି। ପେଟ୍ରୋଲ ଏବଂ ଡିଜେଲ ପାଇଁ ନୂତନ ଦର ଅପଡେଟ୍ କରାଯାଉଛି। 10 ନମ୍ବର, ନୂତନ ଟ୍ୟାକ୍ସ ଲ। ସରକାର ପୁରୁଣା ଇନକମ୍ ଟ୍ୟାକ୍ସ 1961କୁ ନୂତନ ଆଇନ ସହିତ ବଦଳାଇବାକୁ ପ୍ରସ୍ତୁତ ହେଉଛନ୍ତି, ଯାହାର ପ୍ରଭାବ ଆଗାମୀ ମାସଗୁଡ଼ିକରେ ଦେଖାଯିବ। ତେଣୁ ଆଜିଠାରୁ ଟିକସ ଯୋଜନା ପରିବର୍ତ୍ତନ ହେଉଛି। ଏମିତି ଦେଶ ବିଦେଶର ଖବର ଜାଣିବାକୁ ମୋ ଚ୍ୟାନେଲକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରନ୍ତୁ। ଭଲ ଲାଗିଲେ କମେଣ୍ଟ କରନ୍ତୁ। ରହୁଛି, ନମସ୍କାର।